ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2024। ଶ୍ରେଣୀ ହେଉଛି ତୃତୀୟ, ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଏଇଠି ଲେଖିବ ବିଭାଗ, ଏଇଠି ଲେଖିବ ତାରିଖ। ତାପରେ ପିଲାମାନେ ଏଇଠି ଲେଖିବ ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ, ଏଇଠି ଲେଖିବ ତୁମର ବ୍ଲକର ନାମ। ପିଲାମାନେ ଏହା ହେଉଛି ତୁମର ଲିଖିତ ପରୀକ୍ଷା। ଠିକ୍ ଅଛି। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 6, ପ୍ରଶ୍ନ ସଂଖ୍ୟା ହେଉଛି 20, ପୂର୍ଣ୍ଣ ସଂଖ୍ୟା ହେଉଛି 40। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମେ ଅଛି ସୂଚନା। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ତଳେ ବା ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖ। ତଳ ଅନୁଚ୍ଛେଦଟିକୁ ପଢ଼ି 1ରୁ 4 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଠିକ୍ ଅଛି। ପିଲାମାନେ ପ୍ରଥମରେ ଗୋଟିଏ ଅନୁଚ୍ଛେଦ ଦେଇଛି, ତାକୁ ତୁମେ ପଢ଼ିବ ଏବଂ ତଳ ଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ପ୍ରଥମ ପ୍ରଶ୍ନ କ'ଣ ଅଛି ଦେଖିବା। ଦେବ କେଉଁ ଗାଁରେ ବାସ କରୁଥିଲା? ତୁମେ ଉତ୍ତରରେ ଲେଖିବ ଦେବ ବାରିପିଣ୍ଡା ଗ୍ରାମରେ ବାସ କରୁଥିଲା। ଠିକ୍ ଅଛି, ବାରିପିଣ୍ଡା। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ସେ କାହିଁକି ଜଙ୍ଗଲକୁ ଯାଇଥିଲା? ସେ କାହିଁକି ଜଙ୍ଗଲକୁ ଯାଇଥିଲା? ଜାଳେଣୀ କାଠ ଆଣିବା ପାଇଁ। ଠିକ୍ ଅଛି, ଜାଳେଣୀ କାଠ ଆଣିବା ପାଇଁ ସେ ଜଙ୍ଗଲକୁ ଯାଇଥିଲା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଜଙ୍ଗଲର 2ଟି ପ୍ରତିଶବ୍ଦ ଲେଖ। ଜଙ୍ଗଲର 2ଟି ପ୍ରତିଶବ୍ଦ, ଏଇଠି ଲେଖିବ ବଣ, ଏଇଠି ଲେଖିବ ବନ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଦେଖିବା ଦେବ କାହିଁକି ସେଦିନ ଘରକୁ ଫେରି ପାରିଲା ନାହିଁ? ସେ କାହିଁକି ଫେରି ପାରିଲା ନାହିଁ? ଅତି ସୁନ୍ଦର ଉତ୍ତର ପିଲାମାନେ। ଏହାର ଉତ୍ତରରେ ତୁମେ ଲେଖିବ ପ୍ରବଳ ବର୍ଷା ଓ ପବନ ବହିବାରୁ ସେ ଘରକୁ ଫେରି ପାରିଲା ନାହିଁ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, କବିତାଟିକୁ ପଢ଼ି 5ରୁ 8 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। କବିତାଟି ଅଛି ପିଲାମାନେ, ଓଡ଼ିଆ ମୁଁ ଓଡ଼ିଆ, ସାଗର କୂଳେ କେତେ ସୁନ୍ଦର, କେଡ଼େ ସୁନ୍ଦର ଶ୍ରୀମନ୍ଦିର ଥରେ ବୁଲିଆ, ସୁନ୍ଦର ବଣ ମୂଲକ ଆଉ ସୁନ୍ଦର ଝାଉଁ ବଣ, ଦେଓମାଳି ଉଚ୍ଚ ପର୍ବତ ସମ୍ବଲପୁରର ତାନ, ନୂଆଖାଇ ପରବ ଆସର, ପାତାଳି ଶ୍ରୀକ୍ଷେତ୍ର ବୁଲିଆ। ଠିକ୍ ଅଛି। ତାପରେ ପ୍ରଶ୍ନଗୁଡ଼ିକ କ'ଣ ଅଛି ଦେଖିବା। ଓଡ଼ିଶାର ଲୋକମାନେ କେଉଁ ଭାଷାରେ କଥା ହୁଅନ୍ତି? ଏଠି ଲେଖିବ ତୁମେ ଓଡ଼ିଆ ଭାଷାରେ। ଠିକ୍ ଅଛି, ଓଡ଼ିଆ ଭାଷାରେ କଥା ହୁଅନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସାଗରର ଗୋଟେ ପ୍ରତିଶବ୍ଦ, ଏଠି ଲେଖିବ ତୁମେ ସମୁଦ୍ର। ଠିକ୍ ଅଛି, ସମୁଦ୍ର ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, 2ଟି ସମ୍ବଲପୁରୀ ଗୀତର ନାମ ଲେଖ। 2ଟି ସମ୍ବଲପୁରୀ ଗୀତର ନାମ ଲେଖ। ତୁମେ ଗୋଟିଏ ଲେଖିବ ଡାଲଖାଇ, ଏଠି ଲେଖିବ ଡାଲଖାଇ ଲେଖିବ, ଡାଲଖାଇ ଗୀତ। ଆଉ ଗୋଟିଏ ଅଛି ମାଇଲା ଜଡ଼, ଏଠି ଲେଖିବ ତୁମେ ମାଇଲା ଜଡ଼। ଠିକ୍ ଅଛି, ଡାଲଖାଇ ମାଇଲା ଜଡ଼। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପାତାଳି ଶ୍ରୀକ୍ଷେତ୍ର କେଉଁ ଜିଲ୍ଲାରେ ଅବସ୍ଥିତ? ତୁମେ ଏଠି ଲେଖିବ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଅବସ୍ଥିତ। ଠିକ୍ ଅଛି, ସୁବର୍ଣ୍ଣପୁର ଜିଲ୍ଲାରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତୁମ ରାଜ୍ୟ ଓଡ଼ିଶାର କ'ଣ ସବୁ ତୁମକୁ ଭଲ ଲାଗେ? ତୁମେ ଏଠି ଲେଖିବ ଆମ ରାଜ୍ୟ ଓଡ଼ିଶାର ତୀର୍ଥସ୍ଥାନ, ବଣ, ପାହାଡ଼, ନଦୀ, ସାଗର, ଏସବୁ ଆମକୁ ଗାଁ ସବୁ ଭଲ ଲାଗେ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ସାରଣୀରୁ ଅକ୍ଷର ନେଇ 3ଟି ଶବ୍ଦ ଗଢ଼ ଓ ଖାଲି ଘରେ ଲେଖ। ପିଲାମାନେ ତୁମେ ଏଇଠି ଲେଖିବ ବନ। ଠିକ୍ ଅଛି। ତାପରେ ତୁମେ ଲେଖିବ ପଙ୍ଖା, ପଙ୍ଖା ତୁମେ ଲେଖିପାରିବ। ଠିକ୍ ଅଛି, ପଙ୍ଖା। ତାପରେ ତୁମେ ଲେଖିବ ଅନ୍ଧ। ଅନେକ ଶବ୍ଦ ବାହାରିବ ପିଲାମାନେ, ମୁଁ 3ଟି କହିଦେଇଛି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ତଳ ଲିଖିତ ଶବ୍ଦକୁ ବ୍ୟବହାର କରି ବାକ୍ୟଟିଏ ଗଢ଼। ଏଠି ଅଛି ପୁରସ୍କାର। ପୁରସ୍କାରକୁ ବ୍ୟବହାର କରି ବାକ୍ୟଟିଏ ଲେଖିବ। ମୁଁ ପ୍ରଥମ ସ୍ଥାନରେ ପୁରସ୍କାର ପାଏ। ମୁଁ ପ୍ରଥମ ପୁରସ୍କାର ପାଇଥାଏ, ଏଠି ଲେଖିବ। ଠିକ୍ ଅଛି। ତୁମେ ଅନ୍ୟ ପ୍ରକାର ମଧ୍ୟ ଲେଖିପାରିବ, କିନ୍ତୁ ମୁଁ ଗୋଟେ କହିଦେଇଛି, ତୁମେ ଲେଖିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। କାନ୍ଧକୁ କାନ୍ଧ ମିଳାଇ ଠିଆ ହୁଅନ୍ତି, ଏହାର ଅର୍ଥ କ'ଣ? ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ଏଠାରେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୁଅନ୍ତି, ଏହାର ଅର୍ଥ ହେଉଛି ଏକ ହୋଇ କାମ କରିବା। ଏଇଠି ତୁମେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ,
असजड़ा वाक्य को सजाड़ी लेख। एटा अच्छी हुए पश्चिम दिगरे अस्त सूर्य, तुम ये लिख सूर्य पश्चिम दिगरे उदय हुए। ठीक अच्छे। परवर्ती प्रश्न, तल लिखित पदटी को पढ़, से तीनोटी जोड़ा शब्द को बाछि खाली घरे लेख। पे तीनोटी जोड़ा शब्द ये अच्छी बाछिक लिख। ये अच्छी बापा माँ, ये लिख। तापर अच्छी मिठा गजा, ये लिख। तापर ये लिख खाई थाऊ, ये लिख। ठीक अच्छे। परवर्ती प्रश्न कौन अच्छी देखा, निम्न रे दिया धंदाटीर उत्तर लेख। यार उत्तर कौन पे, मामू घरे गोठे गाई राति पाइले मोटे ना, ये लिख तुम्हें तारा। कौन लिख तारा। ठीक अच्छे। परवर्ती प्रश्न कौन अच्छी देखा, निम्न दिया चित्रटी को देखी चारिटी वाक्य अनुच्छेद लिख। चार गोटी वाक्य लिख पे, ये चित्रटी को देखा और चार गोटी वाक्य लिख। प्रथम वाक्य लिख, यह गोटे भिकारीर चित्र। ठीक अच्छे। 2 नंबर लिख, ता हाथ गोटे बाड़ी अच्छी लिख। तापर 3 हाथ ता बाम हाथ गोटे भिक्षा थली और कांधरे गोटे मुनि बैग गोटे झोलामुणा रही। ठीक अच्छे। तापर घ नंबर 4 नंबर वाक्य लिख, ताहार डाहाण गोड़ जंघरू तलकू नाही। ठीक अच्छे। पे अन्य प्रकार तुम्हें लिखिपार, मुझे जो चारिटा कही तुम्हें ता लिखिले मार्क मिल। ठीक अच्छे। तापर परवर्ती प्रश्न देखा, जेपरी धनी निर्धन हुए सेपरी जीवरू कौन हम, निर्जीव। तुम ये लिख निर्जीव। ठीक अच्छे, निर्जीव। तापर परवर्ती प्रश्न कौन अच्छी देखा, तले दिया चित्रटी को देख, तीनोटी वाक्य खाली स्थान लिख। तीनोटी वाक्य लिख पे, तुम ये लिख, यह गोटे पोखरीर दृश्य। पोखरी हुड़ारे अनेक गुड़िए गुल्म बुदा गछ सबू रही। लिख, पोखरी मझिरे अनेक गुड़िए हंस खेलुछंती। ठीक अच्छे। तापर परवर्ती प्रश्न देखा, तुम विद्यालय विषय 5टी वाक्य लिख। तुम विद्यालय विषय 5टी वाक्य तुम लिख पे। ठीक अच्छे। तुम लिख आमर विद्यालयर नाम, तुम विद्यालय नाम लिख। 2 नंबर लिख, आम विद्यालय चतुर्पार्श्व एक कांथ बाड़ रही। तापर लिख, आम विद्यालयर सामने गोटे नलकुआ रही। तापर लिख, आम विद्यालयटी प्रथम रु 8म श्रेणी जाए रही। ठीक अच्छे। एमती अनेक हम पे कि जहाँ कहूँ लिखि था। ठीक अच्छे। तब तुम लिखिपार, आम विद्यालय 375 कि 480 छात्र छात्री पढ़ुंट। ठीक अच्छे। एमती तुम लिखिपार। तापर परवर्ती प्रश्न, बंधनी मध्य उपयुक्त शब्द बाछी शून्यस्थान पूरण कर। ठीक अच्छे। आम शून्यस्थान पूरण करवा। ये अच्छी प्रिय मीरा मोर शुभेच्छा नबू, यही शुभेच्छा को तुम्हें ये लिख। तापर मौसा माउसी, ये लिख माउसी, यही माउसी को तुम ये लिख। तापर इनको मोर नमस्कार, ये नमस्कार को तुम ये लिख। जनईदेव आसंता ग्रीष्म छुट्टी में आम घर को बुली आसवा जनाऊँची को तुम ये लिख। एतिक रोचे। ठीक अच्छे। धन्यवाद। पे भिडियो केमती लगे निश्चय कमेंट कर, लाइक कर, शेयर कर। ठीक अच्छे। धन्यवाद।